ଏପରି ଉପଲକ୍ଷେ ଆଜି ଆମ ଦରବାରରେ ଆୟୋଜନ କରାଯାଇଥିଲା ନାନା ପ୍ରକାର କାର୍ଯ୍ୟକ୍ରମ। ସୁନ୍ଦରୀ ତରୁଣୀମାନେ ସୁନ୍ଦର ବସ୍ତ୍ର ଅବତରଣ କରି ସୁନ୍ଦର କଣ କହନ୍ତି ତାକୁ ଝୁଟିଆ ପକେଇ ଦେଖାଉଥିଲେ। ରାଜ ଦରବାରକୁ ବିଭିନ୍ନ ପ୍ରକାରର ଲାଇଟ୍ ମାଧ୍ୟମରେ ଡେକୋରେସନ କରାଯାଇଥିଲା, ବହୁତ ସୁନ୍ଦର ଦେଖାଯାଉଥିଲା। ଏବଂ ତା ସହିତ ତରୁଣୀମାନେ ନିଜ ନିଜର ପଟ୍ଟଚିତ୍ର ନେବାରେ ବ୍ୟସ୍ତ ଥିଲେ ଏବଂ କିଏ ତାର ନିଜର ଶଯ୍ୟା ବି ସଜଉଥିଲେ। ଅରିଜିତ ନିଜର ଅନିଲ ସାରଙ୍କ ଷ୍ଟାଇଲର ପୋଜ ମାରୁଥିଲେ। ଇଏଲେ ଆଉ ଗୋଟେ ଦବ, ଇଏଲେ ଆଉ ଗୋଟେ ଦବ, ଇଏଲେ ଆଉ ପଛରେ ମିମିକ୍ରି କରୁଥିଲେ ପଲ୍ଲବୀ। ପିଲାମାନଙ୍କ ସହିତ ନିଜର ବକ୍ତବ୍ୟ ଦଉଥିଲେ କୋଉଟା ଠିକ ଅଛି ଭୁଲ ଅଛି। ଆଉ ରଜା ମ୍ୟାଡାମ ତ ଭଲ ବ୍ୟସ୍ତ ଥିଲେ, ସେପଟେ ଶର୍ମିଷ୍ଠା ମ୍ୟାଡାମ ଭଲ ବ୍ୟସ୍ତ ଅଛନ୍ତି। ସବୁ ତ ଭଲ ବ୍ୟସ୍ତ ଆଉ କଣ କରିବ। ଭିତରେ ଅନୁରାଗ କାଳିଆ ଭଳିଆ ଜୀବ ଦେଖଉଥିଲେ। ଟୁନ୍ କପୁର ଭଳିଆ ଏକ୍ସପ୍ରେସନ ଦେଖଉଥିଲେ। ଆଉ ସେପଟେ କ୍ରିଷ୍ଣା ବ୍ୟସ୍ତ ଅଛନ୍ତି ନିଜର ସେଲ୍ଫ ପିଚ୍ ଦବା ପାଇଁକା। ଆଉ ଏପଟେ ମିଷ୍ଟର ପରଫେକ୍ଟ ନିଜର ଘର ୱାଇଫ ସହିତ ବ୍ୟସ୍ତ। ଆଉ ଏପଟେ ବ୍ୟାକଲିଂ ଆଉ ସୋସିଆଲ ମିଡିଆ ଟିମ୍ ତାଙ୍କର କାମରେ ବ୍ୟସ୍ତ, କାହିଁକି ନା ତାଙ୍କର ଯେହେତୁ ସବୁ ପୋଷ୍ଟ କରୁଥିଲେ। ଆଉ ଶିବୁ ସରେନ ଆସିଛନ୍ତି ଆମ ଗହଳରେ, ଭବେନ୍ଦର ସାର୍। ଆଉ ସେପଟେ ଫାଇନାଲ କ୍ଲାଇମାକ୍ସ ଡିଜାଇନରେ ବ୍ୟସ୍ତ ଥିଲେ ସବୁ ପିଲାମାନେ ଛୁଟି ପକେଇବାରେ। ଆଉ ଚିଲ୍ଲର ପାର୍ଟି ଏପଟେ ତାକୁ ଦେଖା ରେଖା କରୁଛନ୍ତି ମିଷ୍ଟର ଶୁଭେନ୍ଦୁ ସାର୍। ଆଉ ରାସ୍ତା ତ ତାଙ୍କର ବ୍ୟସ୍ତ। ଆଉ ଇଏଲେ ଆଉ ଗୋଟେ ପଜ ସାର୍ ବହୁତ ହବ ମିଷ୍ଟର ଜି। ଇଏଲେ ଆଉ ଗୋଟେ ତ ଇଏଲେ ଆଉ ଇଏ କଣ ତାଙ୍କର ମରୁଭୂମିରେ ଗେଣ୍ଡୁ ଫୁଟିଗଲାଣି। ତଥା ଖାସ କରି ଝିଅ ପିଲାଙ୍କୁ ତାଙ୍କର ଭଲ ଅଛି କି ମନ୍ଦ ପଚାରୁଥିଲେ, ଯାଇକି ପୁଅ ପିଲାଙ୍କୁ ଟୋଟାଲି କିଛି ପଚାରେନି। ଆଉ ଯେତେବେଳେ ଆମ ଅଫିସ ପଛପଟେ ଚାଲିଛି। ଆଉ ଏପଟେ ଅନୁରାଗ ନିଜ ଡ୍ୟୁଟିରେ ବ୍ୟସ୍ତ, ଲେଡିଜ ମାନଙ୍କର ଉଠଉଥିଲେ ସବୁ ଫଟୋ। ଆଉ ଫାଇନାଲ କ୍ଲାଇମାକ୍ସ ଡିଜାଇନ ଚାଲିଛି। ତାପରେ ପୁରା ଖୁସି ପୁରା, ଆଉ ଫଟୋ ଉଠେଇ ସାରିଲା ପରେ ଭାରି ଖୁସି। ଏପଟେ ବ୍ୟସ୍ତ ଅଛନ୍ତି ସବୁ ଯାହାର ରିଟର୍ଣ୍ଣିଂ ଗିଫ୍ଟ ବ୍ୟବସ୍ଥାରେ। ଆଉ ଖାସ କରି ଗ୍ରେଗ ସମସ୍ତଙ୍କୁ କରିଦେଇଛନ୍ତି। ଲଞ୍ଚ ବ୍ୟାଗରେ ଆସିଛି ଟେଷ୍ଟି ବିରିୟାନୀ, ଭେଜ ହଉ କି ନନ ଭେଜ ବହୁତ ବଢିଆ ଲାଗୁଥିଲା। ତାପରେ ଷ୍ଟାର୍ଟ ହେଇଥିଲା ଖେଳ, ରଙ୍ଗିଲା ଖେଳ। ହଳଦୀ ନୀଳ ନାଲି କଳା ଧଳା ସବୁ ପଡୁଥିଲା, କି ଭାରି ପ୍ରତିଯୋଗିତା ଗେମ୍ ଥିଲା। ଆଉ ସମସ୍ତେ ଖେଳୁଥିଲେ ଜିତୁଥିଲେ, ତା ଭିତରେ ହିରୋ ଷ୍ଟାଇଲ ଏଣ୍ଟ୍ରି କରିଥିଲେ ଗ୍ରେଗ। ଆଉ ସେଇ ଭଳିଆ ଖେଳ କଣ୍ଟିନ୍ୟୁ ଚାଲିଥିଲା। ଆଉ ତା ଭିତରେ ପୁଅ ଝିଅ ବି ଲାଗୁଥିଲେ ଝଗଡା ବାଡିଆ ପିଟା ଠେଙ୍ଗା ଉଡ ଧରି। ଆଉ ତା ଭିତରେ ମଧ୍ୟ ହିରୋ ଏଣ୍ଟ୍ରି କରିଥିଲେ ବଳରାମ। କି ୱାକ୍। ତାପରେ ସେମିତି ଗେମ୍ କଣ୍ଟିନ୍ୟୁ ଚାଲିଥିଲା। ତା ଭିତରେ ଚିଜ ମଧ୍ୟ କୁକୁର, ତାପରେ ବୋର୍ଡ ଯୋଉ ଥିଲା ଚିଜ ଗୁଡା ଯୋଉଠି ଥାର୍ଡ ଅମ୍ପାୟାର ଫୋର୍ଥ ଅମ୍ପାୟାର ଫିଫ୍ଥ ଅମ୍ପାୟାର ସବୁ ଅମ୍ପାୟାର ଲାଗି କରୁଥିଲେ। ଆଉ ସେଇ ତ ଖୁସି ଆଉ ତ ମଜା। ଆଉ ତାପରେ ଖେଳ କଣ୍ଟିନ୍ୟୁ କଲା। ତାପରେ ଫାଇନାଲି ଜିତିଲା ପରେ ସମସ୍ତଙ୍କୁ କଣ ପ୍ରାଇଜ ମିଳିଥିଲା। ତାପରେ ଯେତେବେଳେ ଖେଳ ସୁଭାଷ ଭାଇନାଙ୍କ ପାଖକୁ ଆସିଲା, ସେ ଏଇ ଭଳିଆ ପାଖରେ ବଲ୍ ଷ୍ଟାର୍ଟ କରୁଥିଲେ। ଇଏ କଣ, ଇଏ କ୍ୟା ହେ। ସେଇଭଳିଆ ଖେଳ ଷ୍ଟାର୍ଟ ହେଇଥିଲା। ଖେଳ ଏଣ୍ଡରେ ମଧ୍ୟ ଝଗଡା ଜୋରରେ ଲାଗିଥିଲା। ଏପଟେ ଯିଏ ପୁଅ ଆଉ ଝିଅ ଲାଗିଥିଲେ ଗିଫ୍ଟ ଧରି ଗିଫ୍ଟ ଧରି ଚାଲିଲେ ଘରକୁ। ସେଥିପାଇଁ ଦିବାଲି ସେଲିବ୍ରେସନ ସମସ୍ତଙ୍କୁ ହାପି ଦିବାଲି। ସେପଟେ ଅଫିସରେ ସମସ୍ତେ ନିଜକୁ ସମସ୍ତଙ୍କୁ ହାପି ଦିବାଲି କହି ଘରକୁ ଯାଉଥିଲେ। ଏପଟେ ତାଙ୍କର ଚାଲିଛି ସେଲିବ୍ରେସନ ହାପି ଦିବାଲି, ହାପି ଦିବାଲି।